ମୁଁ ଏମିତି ତମର ସବୁ କଥା ମାନି ପାରିବିନି। ରୁହ, ମୁଁ ଏବେ ତମକୁ ମଜା ଚଖଉଛି। ହ୍ୟାଲୋ ବୋଉ। ହଁ ଝିଅ କହ। ବୋଉ ତୁ ଏବେ ସାଙ୍ଗେ ସାଙ୍ଗେ ବାପାଙ୍କୁ ପଠା, ସେ ଆସିକି ମତେ ସାଙ୍ଗେ ସାଙ୍ଗେ ଏଇଠୁ ନେଇକି ଯିବେ। ମୁଁ ଏଠି ୟାଙ୍କ ସାଙ୍ଗେ ଗୋଟେ ମିନିଟ ବି ରହିବା ପାଇଁ ଆଉ ଚାହୁଁନି। ତୁ ତୁରନ୍ତ ବାପାଙ୍କୁ ପଠା। ବୋଉ ତତେ ଶୁଭୁଛି କି ନାହିଁ? ହଁ ଶୁଣୁଛି। ତାହେଲେ କିଛି କହୁନୁ କଣ ପାଇଁ? ତୁ ଏବେ ବାପାଙ୍କୁ ପଠା। ଦେଖ ମା, ତୁ ତୋ ସ୍ୱାମୀଙ୍କ ସାଙ୍ଗେ ଝଗଡା ଲାଗିଛୁ, ସେଗୁଡା ଆମକୁ କହନି, କାରଣ ତୁ ତ ଡାକିଲେ ତୋ ବାପା ସେଠିକି ପଳେଇବେ, ହେଲେ ଶ୍ୱଶୁର ଭାଇଙ୍କ ଭିତରେ ଫାଟ ସୃଷ୍ଟି ହେଇଯିବ। ଦେଖ ତମେ ଦି ଜଣ ଆଜି ଝଗଡା ଲାଗିଛ, କାଲିକି ମିଶିଯିବ, ହେଲେ ଜ୍ୱାଇଁ ଆଉ ଆମ ଭିତରେ ଯୋଉ ଫାଟ ସୃଷ୍ଟି ହବ ସେଟା କେବେ ବି ସରିବନି। ହେଲେ ବୋଉ ଶୁଣ ମା, ସ୍ୱାମୀ ସ୍ତ୍ରୀଙ୍କ ଝଗଡା ନିଜ ଭିତରେ ସମାଧାନ କରିବା କଥା, ସେଥିରେ ତୃତୀୟ ବ୍ୟକ୍ତି କେବେ ବି କଥା କହିବା କଥା ନୁହଁ, ନହେଲେ ସମ୍ପର୍କ ଖରାପ ହେଇଯିବ। ସ୍ୱାମୀ ସ୍ତ୍ରୀଙ୍କ ଛୋଟ ମୋଟ ଝଗଡାରେ ବାପା ମାଙ୍କୁ ଫୋନ କରି ଡାକିବା ଆଦୌ ଉଚିତ ନୁହେଁ। ଏହା ଦ୍ୱାରା ପରିବାରରେ ଭୁଲ ବୁଝାମଣା ହୋଇଥାଏ।